ଆଜିର ଭ୍ଲଗ୍ଟି ଆମେ ରଖିଛେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟରେ ଅବସ୍ଥିତ ମା ବାଳକୁମାରୀ ମନ୍ଦିର। এই ବାଳକୁମାରୀ ମନ୍ଦିରକୁ ଯିବା ବାଟରେ ଆପଣ ଦେଖିବେ ଯେଉଁଠି ମେନ୍ ରୋଡ଼ରୁ ଆପଣ ଭିତରକୁ ପଶିବେ ସେ ଠିକ୍ ବାଁ ପଟକୁ ଏମିତି ଦୁଇଟି ମନ୍ଦିର ପାଖାପାଖି ରହିଛି। ମନ୍ଦିର ଭାରି ସୁନ୍ଦର। ତେଣୁ ବାଳକୁମାରୀ ମନ୍ଦିରକୁ ଯିବା ସମୟରେ ଆପଣମାନେ এই ଦୁଇଟି ମନ୍ଦିର ନିଶ୍ଚିତ ଭାବରେ ବୁଲନ୍ତୁ। ଏବଂ এই ଦୁଇଟି ମନ୍ଦିର ଭିତରୁ ଗୋଟିଏ ମନ୍ଦିର ହେଉଛି ଭଗବାନ ଶିବଙ୍କୁ ସମର୍ପିତ, ଆଉ ଗୋଟିଏ ମନ୍ଦିର ଆମର ରାଧାକୃଷ୍ଣଙ୍କୁ ସମର୍ପିତ। ତେଣୁ ଶୈବ ଏବଂ ବୈଷ୍ଣବ ଧର୍ମର ସମନ୍ୱୟ ହୋଇଛି ଏହି ମନ୍ଦିରଠାରେ ବା ଏହି ସ୍ଥାନଠାରେ, ଏବଂ ସ୍ଥାନଟି ଖୁବ୍ ପବିତ୍ର ଏବଂ ସଫାସଫି ରହୁଛି। ରାଧାକୃଷ୍ଣଙ୍କ ମନ୍ଦିର ସାମ୍ନାରେ ଏମିତି ଗୋଟିଏ ଆମର ତୁଳସୀ ଚଉରା ରହିଛି। ତେଣୁ ଆପଣ ବାଳକୁମାରୀ ଯିବା ସମୟରେ ଏ ଦୁଇଟି ଜାଗା ମଧ୍ୟ ମିସ୍ କରନ୍ତୁ ନାହିଁ। ଆମେ ମନ୍ଦିର ଭିତରର ଫଟୋ ବି ଆଣିଥାନ୍ତେ, କିନ୍ତୁ ମନ୍ଦିର ବନ୍ଦ ଥିଲା। ଆମେ ଦ୍ୱିପହର ସମୟରେ ଏଠି ପହଞ୍ଚିଥିଲୁ, ମନ୍ଦିର ବନ୍ଦ ଥିଲା, ତେଣୁ ଫଟୋ ଉଠେଇ ପାରିଲୁନି। ତେଣୁ ଏ ମନ୍ଦିର ପଛପଟେ ତାଙ୍କର କାର୍ଯ୍ୟକର୍ତ୍ତାଙ୍କର ଏବଂ ମନ୍ଦିର ସେବକଙ୍କର ସବୁ ରୁମ୍ ଗୁଡ଼ିକ ରହିଛି। ତେଣୁ ଗୋଟେ ଭଲ ପରିବେଶ ସୃଷ୍ଟି କରୁଛି, କାରଣ ବାଳକୁମାରୀକୁ ଯିବା ବାଟରେ ହିଁ ଆପଣଙ୍କୁ ଆକୁ ପଡ଼ିବ ରୋଡ଼ ସାଇଡ଼ରେ। ତେଣୁ ଏ ଦୁଇଟି ମନ୍ଦିରକୁ ଆପଣ କଭର କରନ୍ତୁ, କାରଣ ସେ ଜାଗାର ଦୃଶ୍ୟ ପ୍ରାକୃତିକ ଦୃଶ୍ୟ ମଧ୍ୟ ମନୋରମ ଦେଖାଯାଇଥାଏ। ତେଣୁ ବାଳକୁମାରୀକି ଯିବା ବାଟରେ ଆପଣ ଏମିତି ଯେଉଁ ଶିବ ଭଗବାନଙ୍କ ମନ୍ଦିର ଏବଂ ରାଧାକୃଷ୍ଣ ଭଗବାନଙ୍କ ମନ୍ଦିରକୁ ପରିଦର୍ଶନ କରନ୍ତୁ। ଆଉ ଠିକ୍ ମନ୍ଦିର ସାମ୍ନାରେ ଆପଣଙ୍କୁ ବାଳକୁମାରୀ ପାହାଡ଼ ଏବଂ ଅନ୍ୟାନ୍ୟ ପାହାଡ଼ ଦୃଷ୍ଟିଗୋଚର ହେବ। ତା ମଝିରେ ଆମର ଧାନ ବିଲ ବା ଧାନ କ୍ଷେତ ଗୁଡ଼ିକ ରହିଛି। ମନ୍ଦିର ପଛରେ ଏମିତି ସବୁ କ୍ୱାର୍ଟର୍ସ ସବୁ ତିଆରି ହେଉଛି, ଘର ଗୁଡ଼ିକ ତିଆରି ହେଉଛି। ତେଣୁ ଏ ଜାଗାରେ ରହି ଆପଣ ମାନେ ଠାକୁରଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ଫଟୋ ମଧ୍ୟ ଉଠାଇ ପାରିବେ, ଆଉ ଯାହାକି ଆପଣଙ୍କୁ ଆନନ୍ଦ ଦେବ, ଆଧ୍ୟାତ୍ମିକତା ମନରେ ଭରିଦେବ। ତେଣୁ ଏ ଜାଗାକୁ ଦର୍ଶନ କରି ଆମେ ଧୀରେ ଧୀରେ ଆଗେଇ ଚାଲିବା ବାଳକୁମାରୀ ମନ୍ଦିର ଅଭିମୁଖେ। ଦେଖନ୍ତୁ ଆଗରେ ବିଲର ଠିକ୍ ଶେଷରେ ପାହାଡ଼ ଗୁଡ଼ିକ କେତେ ସୁନ୍ଦର ଭାବରେ ଠିଆ ହେଇଛନ୍ତି, ସତେ ଯେମିତି ଆମ୍ଭମାନଙ୍କୁ ସ୍ୱାଗତ କରୁଛନ୍ତି ବାଳକୁମାରୀ ମନ୍ଦିରକୁ। ତେଣୁ ଆମେ ଏହି ମନ୍ଦିର ଦୁଇଟି ଦେଖି ସାରିବା ପରେ ପାହାଡ଼ର ସବୁଜିମାକୁ ସନ୍ଦର୍ଶନ କରିସାରିବା ପରେ ଯାଇ ପହଞ୍ଚିଲୁ ବାଳକୁମାରୀ ମନ୍ଦିର ପାଖରେ। ଉପର ଯାଏଁ ଏ ଯାଏଁ ଆପଣଙ୍କୁ ଗାଡ଼ି ନେଇଯିବାର ସୁବିଧା ମଧ୍ୟ ଅଛି। ବାକି ବାଇକ୍ ନେଲେ 20 ଟଙ୍କା ଟିକେଟ୍ ଦେବାକୁ ପଡ଼ୁଛି ଏବଂ କାର୍ ନେଲେ ଆପଣମାନଙ୍କୁ 50 ଟଙ୍କା ଟିକେଟ୍ ଦେବାକୁ ପଡ଼ିବ। ବାଳକୁମାରୀ ମନ୍ଦିର ଆମର ତାରି ମନ୍ଦିର ବିଷୟରେ ଲେଖା ହେଇଛି। ଦେଖନ୍ତୁ ଏଇଟା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟବର୍ତ୍ତୀ ଚିକିଟି ଠାରେ ଅବସ୍ଥିତ ଏବଂ ଆପଣଙ୍କୁ ଏମିତି ସିଡ଼ି ଗୁଡ଼ିକ ଚଢ଼ି ଚଢ଼ିକିରି ଉପରକୁ ଯିବାକୁ ପଡ଼ିବ। ସିଡ଼ି ଚଢ଼ି କିଛି ବାଟ ଗଲା ପରେ ଆପଣ ମଝିରେ ଏମିତି ଗୋଟିଏ ଜାଗା ପାଇବେ, ଯେଉଁ ଜାଗାରେ କେତେ ଗୁଡ଼ିଏ ଭ୍ୟୁ ପଏଣ୍ଟ କରାଯାଇଛି। ତା ଦ୍ୱାରା ଯାତ୍ରୀମାନେ ଯେତେବେଳେ ଯାଉଛନ୍ତି, ପର୍ଯ୍ୟଟକମାନେ ଯାଉଛନ୍ତି, ସେମାନଙ୍କୁ ଟିକେ ବିଶ୍ରାମ କରିବା ପାଇଁ ସୁବିଧା ମିଳିବ, କାରଣ ଆପଣ ଚାଲି ଚାଲି ହାଲିଆ ହେଇଯିବେ। ତେଣୁ କିଛି ବାଟ ସିଡ଼ି ଚଢ଼ି ଗଲା ପରେ ଆପଣ ଏମିତି ଦେଖିବେ ଯେ ମହାଭାରତର ଏକ ଦୃଶ୍ୟ ଏଠି ରହିଛି, ଯାହାକି ଭଗବାନ ଶ୍ରୀକୃଷ୍ଣ ରଥର ସାରଥୀ ଅଛନ୍ତି ଏବଂ ଅର୍ଜୁନ ଯାଉଛନ୍ତି ଯୁଦ୍ଧ ଅଭିମୁଖେ, ଘୋଡ଼ା ଯୋଚା ଯାଇଛି ରଥରେ। ତେଣୁ ଏହି ଦୃଶ୍ୟକୁ ଆପଣ ଏଠାରେ ଦେଖିପାରିବେ, ଫଟୋ ମଧ୍ୟ ଉଠାଇ ପାରିବେ, ଭିଡ଼ିଓଗ୍ରାଫି କରିପାରିବେ। ଅତି ସୁନ୍ଦର ଭାବରେ ସଜାଯାଇଛି, ଦେଖିବାକୁ ମଧ୍ୟ ବହୁତ ଆନନ୍ଦଦାୟକ ହେଇଛି। ତେଣୁ ଆକୁ ଦେଖି ସାରିଲା ପରେ ଏମିତି ଆପଣ ଆଗ ସିଡ଼ି ଉଠିଥିଲେ, ଏଠି ଯେଉଁ ଉଠିବେ ଏଇଟା ବହୁତ ପ୍ଲେନ୍ ଅଛି, କାରଣ ସେମାନେ ଗୋଟେ ମିକ୍ସ କରିଛନ୍ତି। କମିଟିଙ୍କର ବହୁତ ଦୂରଦ୍ରଷ୍ଟା ଥିଲେ, ଦୂରଦୃଷ୍ଟି ରହିଛି, ଯାହାଫଳରେ କି ଆପଣ କିଛି ବାଟ ଖାଲିରେ ଚାଲିକି ଯିବେ ଉଠିକିରି ପୁଣି ଆପଣଙ୍କୁ ସିଡ଼ି ଉଠିବାକୁ ପଡ଼ିବ। ତେଣୁ ସିଡ଼ି ଉଠି ଉଠି ଆପଣ ଉପରକୁ ଗଲେ ଉପରେ ଆଉ ଗୋଟିଏ ଭ୍ୟୁ ପଏଣ୍ଟ ପାଇବେ, ଯେଉଁଠୁ କି ଆପଣ ମନ୍ଦିରର ବାଳକୁମାରୀ ମନ୍ଦିରର ଆଖପାଖରେ ଯେଉଁ ଦୃଶ୍ୟ ତାକୁ ଆପଣ ସନ୍ଦର୍ଶନ କରିବେ। ଦେଖନ୍ତୁ ଦୂରରେ ଆଉ ଗୋଟିଏ ପାହାଡ଼ ଉପରେ ଆମର ରହିଛି ଭଗବାନ ଶିବଙ୍କର ଗୋଟେ ବିରାଟ ଲିଙ୍ଗ, ଶିବଲିଙ୍ଗ।
एवं जूम करी देखिले देखते शिवलिंगटी केते बड़ आम या वीडियोर लास्ट को मध्य अच्छी शिवलिंग पाखक आम जाइए तारि पाखरे लोक मैंने केते छोट छोट देखा दूर देखिले एवं केते सुंदर लगुच परिवेश आपण ए भिडियोटी देखिले निश्चित भाव में अनुभव करें। बाटर आसला बेले आम एमती आउ गोटे मंदिर सेठा देखिलु जहाँकि बालकुमारी मंदिर बा पहाड़ उपरू जो आम सेकेंड व्यू पॉइंट अपेक्षा करें देखुचे सेकेंड व्यू पॉइंट रु तार दृश्य ठीक ये भाव में रही मंदिर देखु केते तलू रोचे ताने आम केते उच्च को जाइचे बालकुमारी मंदिर पहाड़र केते उच्चरे अवस्थित एथुर आपण अनुमान करें। तेना आम से दुईटी शिवलिंग एवं से मंदिर को संदर्शन कर सारे दूर आम पुणी सीढ़ी चढ़ा आरंभ कलु मंदिर सीढ़ी चढ़ी 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 आम जाई पहुँची गलु बालकुमारी मंदिर पाखापाखि मंदिर पाखे पहुँचला पर आप देखिए एमती सबू किसी काकुड़ी मटर सोला ये सब जिनस बिक्री करा जाउची। एठी आपको गोटे थर्ड व्यू पॉइंट मिल जो कि गचरे आपणकर एमती खाली नाली नाली डोर कपड़ा सब बंधा जाइए जहाँकि अति सुंदर लगुच सेठू मध्य आपण व्यू पॉइंट रु पिला माने जाई सेठार फोटो वीडियो सब करूचंदी व्यू पॉइंट रु देखिबे आपण जे बालकुमारी जो पहाड़ रही मंदिर रही तार चतुर्पार्श्वर अपरूप दृश्य कुहुड़ी थिला तेणु परिष्कार भाव में किसी दोष नाला ता भीतर मध्य देखिबार मजा होची नियारा। आम पूरा टॉप को जाई देखुचे सेठारु शिवलिंग केमती देखा जाउची शिवलिंग एवं तार जो जीवा रास्ताटी केते सुंदर भाव तैयारी होईची एवं आम जो रास्तार आसुथिले से रास्ता मध्य आमको दूर अस्पष्ट हेले मध्य देखा जाउची। जदि कुहुड़ी पाग न था आमको परिष्कार भाव देखा दूर देखु गाड़ी गुड़िक सेठारे पार्किंग करचंती एवं गाड़ी गुड़िक दूर में पार्किंग करचंती कहीं आपण मैंने जदि पिकनिक करने को चाहूँगी रोषे करने को चाहूँगी तारे से जगह देखो ये लिंग पाखे लोक मैंने केते टिकी टिकी देखा तेणु केते दूर ये भ्यूटा आम नहींचे जहाँफल लोक मैंने केते छोट छोट दिखुं आम पुणी बुली पड़ा बालकुमारी मंदिर अभिमुखे बालकुमारी मंदिर को आउ अल्प सीढ़ी चढ़ी आम जावाक पड़ो सेठे गले आपको गोटे चतुर्थ व्यू पॉइंट मिल एवं से जीवा बाटे आप बाँ पटे देखु आपणकर पानीय जल ड्रिंकिंग वाटर आपण को पीवा पानी स्वच्छ विशुद्ध पानीय जलर व्यवस्था कमिटीकर अति सुंदर आयोजन करिसेंती बहु कष्ट स्वीकार करी पहाड़ उपरे एभली भाव में गोटे मंदिर करवा माने साधारण कथा नुह बहुत कष्टप्रद कार्य निश्चित भाव में प्रशंसा न करी रही हेबनी माँ से भोग दुकान देखिले भोग बिक्री होचे आपण नहीं भोग करें भोग होता सामग्री किणी आनीपर एटी आक्वागार्ड आप लगी आप पानी पी पारे ता पाखे विश्राम गृह अच्छी एठी हाथ धोइबा भोग खाई सारा प्रसाद पाई सारा हाथ धोइबा जगह अच्छी एठी आपन आसला चतुर्थ व्यू पॉइंट जहाँकि सभा उपरू पूरा टॉप आप देखिए बालकुमारी मंदिर पूरा टॉप आप देखिए पहाड़ पूरा टॉप देखिए जेहेतु घन कुहुड़ी तेणु दूर पहाड़ गुड़िक अस्पष्ट भाव में देखा जाउची रास्ता गुड़िक अस्पष्ट भाव में देखा जाउची कुहुड़ी नथिले अति सुंदर आपणकर सबुजिमा भरा पहाड़ गुड़िक आप देखिपारि थांते तेणु यही भाव में जहाँ देखा जाउथला ताकू आमे वीडियो करी आपण मानक सामने को आनीचे से जो फोर्थ व्यू पॉइंट आम जो देखुचे चतुर्थ व्यू पॉइंट रु यही भाव में आपण को देखा जूम करी आमे देखिले देखंतु यही रास्ता दे आपण माने मंदिर को आसबे आम आसीलु जो मैंने बालकुमारी मंदिर को आसबे से माने जानवाहन नहीं यही रास्ता दे आसबे साप भली अंकई बंकई ये रास्ताटी उपरको उठी आसी यही अंका बंका रास्ता दे रास्ता तो बहुत परिष्कार अच्छी पिचु अच्छी माने से जगार परिष्कार परिच्छन्नता को प्रशंसा न करी रही हेबनी एते सुंदर मैनेजमेंट सेठारे करूचंती समस्त को अंतर अनेक अनेक धन्यवाद। तेणु यही भाव में बालकुमारी मंदिर फोर्थ व्यू पॉइंट रु आम देखुचे देखो रास्ता केमती जाई सेटा पुणी बंका ही ऊपर को उठी परिष्कार भाव तो देखा जाउची
ଏଇ ରାସ୍ତା ଦେଇ ଆସିବେ ଏବଂ ଏ ଦୃଶ୍ୟଟି କେତେ ସୁନ୍ଦର ଲାଗୁଛି। ଆପଣ ମାଙ୍କ ଦର୍ଶନ କରିବା ପୂର୍ବରୁ ଆଗ ଦେଖି ଯାଆନ୍ତୁ ଯେ ବାଳକୁମାରୀ ମନ୍ଦିରର ଚତୁଃପାର୍ଶ୍ୱର ଯେଉଁ ଦୃଶ୍ୟାବଳୀ କେତେ ସୁନ୍ଦର। ଆଉ ନିଶ୍ଚିତ ଭାବରେ ଭିଡ଼ିଓଟିକି ଯିଏ ଦେଖିବ ଆକୃଷ୍ଟ ହେବ। ଯେଉଁମାନେ ଆସିଛନ୍ତି ସେମାନେ ତ ଅନୁଭବରେ ଆଣିଥିବେ। କେତେ ସୁନ୍ଦର କେତେ ମନମୁଗ୍ଧକର ପରିବେଶ ଏ ବାଳକୁମାରୀ ପାହାଡ଼ ବା ମନ୍ଦିରର। ଆଉ ଯଦି ଆମେ ଏଇଟା ହେଲା ବାଳକୁମାରୀ ମନ୍ଦିର, ମୁଖ୍ୟ ମନ୍ଦିର। ମା ବାଳକୁମାରୀ ପ୍ରକୃତରେ ଦୁର୍ଗା ଦେବୀଙ୍କର ବାଳ ରୂପ ବା ଛୋଟ ଝିଅ ରୂପ, ତେଣୁ ତାଙ୍କ ନାଁ ଦିଆହେଇଛି ବାଳକୁମାରୀ। ଯେମିତି ଆମେ ଯେଉଁ ତାମିଲନାଡ଼ୁରେ ଜାଣିଥିଲେ କନ୍ୟାକୁମାରୀ, ଏଠି ସେମିତି ନାଁ ଦିଆହେଇଛି ମାଙ୍କର ବାଳକୁମାରୀ। ବାଳକୁମାରୀ ମନ୍ଦିର ଗର୍ଭଗୃହକୁ ଆମେ ବର୍ତ୍ତମାନ ପ୍ରବେଶ କରିଛେ। ଗର୍ଭଗୃହର ଦୃଶ୍ୟ ଏଇଭଳି ଭାବରେ ରହିଛି। କେତେ ସୁନ୍ଦର ରଙ୍ଗୀନ କରାଯାଇଛି ଏବଂ ପରିବେଶ ମଧ୍ୟ କେତେ ଭଲ ଲାଗୁଛି। ତା ମନ୍ଦିର ପାଖରେ ଗୋଟେ ରାକ୍ଷସର ମୁଣ୍ଡ କରାଯାଇଛି। ସେ ରାକ୍ଷସର ମୁଣ୍ଡ ବାଟେ ମଧ୍ୟ ଆପଣ ଦେଖନ୍ତୁ ରାକ୍ଷସଟି କେମିତି ଦେଖାଯାଉଛି। ତାର ସେ ପାଟି ବାଟେ ଦେଇ ଲୋକମାନେ ଯିବା ଆସିବା କରୁଛନ୍ତି। ତା ଭିତର ମଧ୍ୟ ଖୁବ ସୁନ୍ଦର ରଙ୍ଗ କରାଯାଇଛି। ଲୋକମାନେ ସେଠି ଫଟୋଗ୍ରାଫି ଭିଡ଼ିଓଗ୍ରାଫି କରୁଛନ୍ତି। ହଁ, ବାଳକୁମାରୀ ମନ୍ଦିରଟି ଆମେ ଯଦି କହିବା ଯେ ଗଞ୍ଜାମ ଜିଲ୍ଲାର ବରହମପୁର ନିକଟବର୍ତ୍ତୀ ଚିକିଟି ଗ୍ରାମରେ ରହିଛି ଏବଂ ଏଇ ଯେଉଁ ପର୍ବତ ଉପରେ ବା ଯେଉଁ ପାହାଡ଼ ଉପରେ ମନ୍ଦିରଟି ହେଇଛି, ସେ ପାହାଡ଼ର ନାଁ ହେଉଛି କେରନ୍ଦିମାଳା ପାହାଡ଼। କେରନ୍ଦିମାଳା ପାହାଡ଼ ଉପରେ ମା ଦୁର୍ଗା ଦେବୀ ବାଳକୁମାରୀ ରୂପରେ ପୂଜା ପାଉଛନ୍ତି। ଜୟ ମା। ଦେଖନ୍ତୁ, ଯଦିଓ ଏଠି ମୁଁ ଭୁଲ ମାଗି ନେଉଛି, ମାଙ୍କର ଭିଡ଼ିଓ ଫଟୋ କରିବା ପାଇଁ ମନା ହେଇଥିଲା। ମୁଁ ଜାଣିନଥିଲି, କରିଦେଇଥିଲି। ଜଣେ ଭାଇ କହିବା ପରେ ମୁଁ ବନ୍ଦ କରିଦେଲି ସାଙ୍ଗେ ସାଙ୍ଗେ, ଆଉ କରିନି। କିନ୍ତୁ ଯେତିକି କରିଦେଇଥିଲି ତାହା ମୁଁ ଭାବିଲି ନିଶ୍ଚିତ ଭାବରେ ଯେଉଁମାନେ ଦୂରରେ ରହିଛନ୍ତି, ଯାଇନାହାନ୍ତି ମନ୍ଦିର, ଜାଣିପାରିନାହାନ୍ତି ବା ଯେଉଁମାନେ ଯାଇଛନ୍ତି ମାଙ୍କର ଫଟୋ ଭିଡ଼ିଓ କରିପାରିନାହାନ୍ତି, ସେମାନଙ୍କ ପାଇଁ ତ ନିଶ୍ଚିତ ଭାବରେ ସୁବର୍ଣ୍ଣ ସୁଯୋଗ ହେବ। ସେମାନେ ସେଇ ଘରେ ବସି ମାଙ୍କର ଏହି ଅପରୂପ ସୌନ୍ଦର୍ଯ୍ୟକୁ, ବାଳକୁମାରୀ ରୂପକୁ ଦର୍ଶନ କରିପାରିବେ। ମାଙ୍କ ପାଖରେ ମଧ୍ୟ କ୍ଷମା ମାଗି ନେଉଛି ଭିଡ଼ିଓଟି ମାଙ୍କର ଉଠେଇଥିବାରୁ, ଫଟୋ ଉଠେଇଥିବାରୁ, କାରଣ କମିଟି ମନା କରିଥିଲେ। ଯାହା ହେଉ ଲୋକମାନଙ୍କ ପାଇଁ ନିଶ୍ଚିତ ଭାବରେ କାମରେ ଆସିବ, ଉପକାରରେ ଆସିବ। କାରଣ ଉଦ୍ଦେଶ୍ୟ ତ ଖରାପ ନଥିଲା, ଭଲ ଥିଲା। ଆମେ ତା ପାଖରେ ହନୁମାନଙ୍କ ମନ୍ଦିର ଦେଖିଲେ, ହନୁମାନଙ୍କ ବିଗ୍ରହ, ବଜରଙ୍ଗୀ ବାଲିଙ୍କ ବିଗ୍ରହ ଦେଖି ସାରିଲା ପରେ ଆମେ ବାଳକୁମାରୀ ମନ୍ଦିର ଠିକ୍ ପଛପଟେ ଦେଖିବା ଏମିତି ସପ୍ତଫଣା ହେଇକରି ଭଗବାନ ନାରାୟଣଙ୍କର ଅବତାର ଅଛି। ଏବଂ ତାପରେ ଆମେ ଦେଖିବେ ସେ ଅସୁର ମୁଣ୍ଡ ଯେଉଁ କହିଥିଲେ, ଅସୁର ପାଟି ବାଟେ ଏମିତି ମଣିଷ ଯିବା ଆସିବା କରିବା ପାଇଁ ବାଟ ଅଛି ଏବଂ ତା ଭିତରେ ମଧ୍ୟ କାନ୍ଥ ଗୁଡ଼ିକ ପାହାଡ଼ର ଏମିତି ସଜେଇ ଦିଆଯାଇଛି। ଅତି ସୁନ୍ଦର ଲାଗୁଛି। ଏଇ ବାଟ ଦେଇ ଆପଣ ପ୍ରବେଶ ପ୍ରସ୍ଥାନ ମଧ୍ୟ କରିପାରିବେ। ଏଇ ବାଟ ଦେଇ ଆମେ ଯେତେବେଳେ ପଛକୁ ଯିବା, ସେ ରାକ୍ଷସର ପାଟି ଦେଇ ଆମେ ଦର୍ଶନ କରିବା ଦେବୀ ମା କାଳୀଙ୍କର ମନ୍ଦିର। ଦେଖନ୍ତୁ, ମା କାଳୀ କେତେ ସୌମ୍ୟ ରୂପରେ ପୂଜା ପାଉଛନ୍ତି ଏଇ ମନ୍ଦିର ଭିତରେ। ଆମେ ସେଠୁ ଆସି ବା ରାକ୍ଷସର ପାଟି ବାଟେ ଆସି ମାଙ୍କୁ ଦର୍ଶନ କଲେ। ତାପରେ ମନ୍ଦିରର ଯେଉଁ ସାଇଡ୍ ଅଛି, ସେ ପାର୍ଶ୍ୱରେ ଆମେ ଦେଖିବା ଏମିତି ଗୋଟିଏ ଯେଉଁ ପାହାଡ଼ର ଯେଉଁ ରାସ୍ତା ଗୁଡ଼ାକ ବା ପାହାଚ ଗୁଡ଼ାକ ଏମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କାରଣ ସେପଟେ ଯେତେବେଳେ ସୁନ୍ଦର ଭାବରେ ରାସ୍ତାଘାଟ ହେଇଗଲା, ସୁବିଧା ହେଇଗଲା, ତା ପୂର୍ବରୁ ଏଇ ଯେଉଁ ପାହାଚ ଗୁଡ଼ିକ ଥିଲା ଆକୁ ଆଉ କେହି ପଚରା ଉଚରା କଲେନି। ସେ ସେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କାରଣ ପ୍ରାୟତଃ ଆମକୁ 1240 ପାହାଚ ଚଢ଼ିକିରି ଉପରକୁ ଯିବାକୁ ହେଉଥିଲା, ଯାହାକି ଖୁବ୍ କଷ୍ଟସାଧ୍ୟ ଥିଲା। ତେଣୁ ଉପରକୁ ଯିବା ପାଇଁ ସୁବିଧା କରିଦିଆଯାଇଛି। ଆମେ ଦୂରରୁ ଯେଉଁ ବାଳକୁମାରୀ ପାହାଡ଼ ଉପରୁ ଯେଉଁ ମନ୍ଦିରଟି ଦେଖିଥିଲେ, ସେ ମନ୍ଦିର ହେଉଛି ଭଗବାନ ଗଣେଶଙ୍କର ମନ୍ଦିର। ଆମେ ଆସି ବର୍ତ୍ତମାନ ସେଇ ଗଣେଶଙ୍କ ମନ୍ଦିର ପାଖରେ ପହଞ୍ଚି ଯାଇଛେ। ତଳେ ବାଳକୁମାରୀ ମନ୍ଦିରରୁ ଓହ୍ଲାଇ ଭଗବାନ ଗଣେଶଙ୍କୁ ଦର୍ଶନ କରୁଛେ। ଓମ୍ ଗମ୍ ଗଣପତେ ନମଃ। ତେଣୁ ସିଦ୍ଧିଦାତା, ବିଦ୍ୟାଦାତା, ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ଆମେ ଏଠାରେ ଦର୍ଶନ କଲେ, ପ୍ରଣାମ କଲେ। ତେଣୁ ବାଳକୁମାରୀ ମନ୍ଦିର ଆସିଲେ ଆପଣ ଦେଖନ୍ତୁ, ହନୁମାନ ଏଇ ଯେଉଁ
ଗଣେଶଙ୍କ ମନ୍ଦିର ରହିଲା। ଆପଣଙ୍କର ଗଣେଶଙ୍କ ମନ୍ଦିରଠୁ ଆମେ ପୁଣି ବାଳକୁମାରୀ ମନ୍ଦିରରୁ ଗଣେଶଙ୍କ ମନ୍ଦିର ସନ୍ଦର୍ଶନ କରିଥିଲେ। ଏବେ ବର୍ତ୍ତମାନ ଆମେ ଓଲଟା କରୁଛେ, ଗଣେଶଙ୍କ ମନ୍ଦିରରୁ ବାଳକୁମାରୀ ମନ୍ଦିରର ଯେଉଁ ପାହାଡ଼ଟି ଦେଖାଉଛେ। ଦେଖନ୍ତୁ ସେ ପାହାଡ଼ଟି ଗଣେଶଙ୍କ ମନ୍ଦିରରୁ କେମିତି ଦେଖାଯାଉଛି। ଯେଉଁ ବ୍ଲୁ କଲର୍ର ଲମ୍ବା ଲମ୍ବା ହେଇଛି, ଏଗୁଡ଼ାକ ସିଢ଼ି ଉପରେ ଯେଉଁ ଖରା ଆଉ ବର୍ଷା ନ ପଡ଼ିବା ପାଇଁ ଯେଉଁ ପକେଇ ଦିଆଯାଇଛି ଚାଦର, ସେଇ ସବୁ ଦୃଶ୍ୟ ଦେଖାଯାଉଛି। ଆମେ ଗଣେଶଙ୍କ ମନ୍ଦିରରୁ ବାଳକୁମାରୀ ପାହାଡ଼ର ଦୃଶ୍ୟ ଦେଖି ସାରିଲା ପରେ ରାସ୍ତାରେ ଅଳ୍ପ ବାଟ ଆମେ ଆଗେଇ ଗଲା ପରେ ବାଁ ପଟକୁ ଏମିତି ପଡ଼ିବ ପାର୍କ। ତେଣୁ ଏ ଜାଗାରେ ଦେଖନ୍ତୁ ସବୁ କିଛିର ସମ୍ଭାର ରହିଛି। ସବୁ କିଛି ସେ କମିଟିଙ୍କ ତରଫରୁ ଯୋଗାଇ ଦିଆଯାଇଛି ଲୋକମାନଙ୍କର ମନୋରଞ୍ଜନ କରିବା ପାଇଁ, ଆଧ୍ୟାତ୍ମିକତା ପାଇଁ। ଏବଂ ସେଇ ପାର୍କର ଠିକ୍ ସାମ୍ନାରେ ରାସ୍ତାର ଆର ପାର୍ଶ୍ୱରେ ଆପଣଙ୍କର ହେଉଛି ପିକନିକ୍ ସ୍ପଟ୍। ସେଠାରେ ଆପଣ ଭୋଜି ଭାତ କରିପାରିବେ। ସେଠାରେ ମଧ୍ୟ ଦୋକାନ ବଜାର ଗୁଡ଼ିକ ରହିଛି। ଆପଣ ସେ ଦୋକାନ ବଜାରରୁ ଜିନିଷପତ୍ର କିଣି ସେଇଠି ରୋଷେଇବାସ କରିପାରିବେ। ହଣ୍ଡା ହାଣ୍ଡି ଇତ୍ୟାଦି ମଧ୍ୟ ସେଠାରେ ଗ୍ୟାସ୍ ଇତ୍ୟାଦି ଉପଲବ୍ଧ। ପାର୍କ ଭିତରେ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। 10 ଟଙ୍କା ଟିକେଟ୍ ନେଉଛନ୍ତି, ତଥାପି ଆପଣଙ୍କର 10 ଟଙ୍କା ପଇସା ଉଠିଯିବ। ତେଣୁ ପାର୍କ କେତେ ସୁନ୍ଦର ଭାବରେ ସଜେଇଛନ୍ତି। ତା ଭିତରେ କେତେ ଖେଳନା ସବୁ ରହିଛି, ଦୋଳି ସବୁ ରହିଛି। ପିଲାମାନେ କେତେ ମଜା ଦେଖନ୍ତୁ, କେତେ ଆନନ୍ଦରେ ପିଲାମାନେ ଡେଇଁ ଖେଳି ବୁଲି ମଜା କରୁଛନ୍ତି। କୁହାଟ ମାରି ଦେଖିଲେ ଖୁବ୍ ଖୁସି ଲାଗୁଥିଲା। ତେଣୁ ଏଇଭଳି ଭାବରେ ବାଳକୁମାରୀ ମନ୍ଦିରର ଚତୁଃପାର୍ଶ୍ୱ ସଜେଇ ହୋଇ ରହିଛି। ଯେଉଁ ଜାଗାକୁ ଗଲା ମାନେ ଆପଣଙ୍କୁ 3-4 ଘଣ୍ଟା ବୋଧେ କମ୍ ହେବ ବୁଲିବା ପାଇଁ। ପାର୍କ ମଧ୍ୟରେ ଏମିତି ଜଳର ଉତ୍ସ ଗୋଟେ ରହିଛି, ଆଉ ତାକୁ ଆପଣ ଦେଖିବେ। ଜାଗାଟି ବହୁତ ଥଣ୍ଡା ଲାଗୁଛି, ବହୁତ ଶାନ୍ତ ଲାଗୁଛି। ଏବଂ ପିଲାମାନଙ୍କର କୋଳାହଳ ମଧ୍ୟ ସବୁଠୁ ବେଶୀ ଆନନ୍ଦଦାୟକ ହେଉଛି। ସତେ ଯେମିତି ପିଲାମାନେ ଆତ୍ମହରା ହୋଇଯାଇଛନ୍ତି ଖୁସିରେ ଏଇ ଜାଗାରେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ପିଲାମାନେ ଖେଳୁଛନ୍ତି। ତେଣୁ ବାଳକୁମାରୀ ମନ୍ଦିରକୁ ଆସିଲା ବେଳେ ବାଳକୁମାରୀ ମନ୍ଦିର ଦେଖିଲେ, ତାର 4ଟି ଭ୍ୟୁ ପଏଣ୍ଟ ଦେଖିଲେ ଏବଂ ସେଠାରେ ଯେଉଁ ଦୃଶ୍ୟାବଳୀ ଗୁଡ଼ାକ ଦେଖିଲେ ଆପଣ ନିଶ୍ଚିତ ଭାବରେ କ୍ୟାମେରାରେ ଫୋନରେ କଏଦ ନ କରି ରହିପାରିବେ ନାହିଁ। ତାପରେ ଆମେ ଗଣେଶ ଭଗବାନଙ୍କୁ ସନ୍ଦର୍ଶନ କଲେ। ବାଟରେ ଆସିଲା ବେଳେ ଆମେ ଭଗବାନ ଶିବ ଏବଂ ରାଧାକୃଷ୍ଣଙ୍କର ମନ୍ଦିର ଦେଖିଥିଲେ। ଏବେ ଆମେ ଦେଖୁଛେ ପାର୍କର ଦୃଶ୍ୟ ଏବଂ ପାର୍କଟି କେତେ ବଡ଼ ଏରିଆ ଭିତରେ ହେଇଛି, ଆଉ କେତେ ସୁନ୍ଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏବଂ ଚାରିଆଡ଼କୁ ଏମିତି ମଝିରେ ସବୁ ରାସ୍ତା ଯାଇଛି, ଯାହାଫଳରେ କି ଆପଣ ସେ ରାସ୍ତା ବାଟେ ଯାଇ ବିଭିନ୍ନ ପ୍ରକାର ମନୋରଞ୍ଜନକର କାର୍ଯ୍ୟରେ ଆପଣ ଅଂଶଗ୍ରହଣ କରିପାରିବେ। ଦେଖନ୍ତୁ ଏଠି ଗୋଟେ ଜିରାଫ ରହିଛି ପାର୍କ ଭିତରେ। ତେଣୁ ଏ ଜିରାଫକୁ ଦେଖି ଆମେ ପୁଣି ଆଗେଇ ଚାଲିଲେ ଆଗକୁ ତାର ମଝିରେ ଥିବା ରାସ୍ତାରେ। କିଛି ବାଟ ଗଲା ପରେ ଆମକୁ ଏମିତି ଦେଖାଯିବ ଗୋଟେ ଜାଗା ଯେଉଁଠିକି ବିଶ୍ରାମ ପଏଣ୍ଟ। ସେଠି ସବୁ ଏମିତି ଚେୟାର ସବୁ ବେଞ୍ଚ ସବୁ କରାଯାଇଛି। ଆପଣ ଚାଲି ଚାଲି ଯଦି ହାଲିଆ ହେଇଗଲେ ତାହେଲେ ଥକା ମେଣ୍ଟାଇବା ପାଇଁ ଆପଣ ଏଠି କିଛି ସମୟ ବେଞ୍ଚରେ ବସିପାରିବେ, ବିଶ୍ରାମ ନେଇପାରିବେ। କେତେ ସୁନ୍ଦର ବ୍ୟବସ୍ଥା କରାଯାଇଛି। ତେଣୁ ବାସ୍ତବିକ ପ୍ରଶଂସା ନ କରି ରହିହେବନି। କାରଣ ଗୋଟେ ପାହାଡ଼ ଜଙ୍ଗଲ ଭିତରେ ଆପଣ ରାସ୍ତାଘାଟ ତିଆରି କରି ଏତେ ସବୁ ବ୍ୟବସ୍ଥା କରିବା ଇଏ ଖୁବ୍ କାଠିକର ପାଠ। ସେଥିପାଇଁ କମିଟିମାନଙ୍କୁ, କମିଟିର ସଭ୍ୟମାନଙ୍କୁ ଅନେକ ଅନେକ ଧନ୍ୟବାଦ। ମା ବାଳକୁମାରୀ ତାଙ୍କର ଚଲାପଥ କୁସୁମିତ କରନ୍ତୁ। ପାର୍କ ମଧ୍ୟ ଦେଖନ୍ତୁ, ଡିଅର୍ ମାନେ ସବୁ ରହିଛନ୍ତି, ହରିଣ ମାନେ ସବୁ ରହିଛନ୍ତି। ତେଣୁ ତାଙ୍କୁ ଆମେ ଦେଖିଲେ ମୋଟାମୋଟି ଭାବରେ ଆପଣ ସମ୍ପୂର୍ଣ୍ଣ ବିବରଣୀ ପାଉଛନ୍ତି ବାଳକୁମାରୀ ଯିବା ସମୟରେ କ'ଣ କ'ଣ ସବୁ ଦେଖିବାକୁ ମିଳିବ। ତେଣୁ ଦୟାକରି ଯଦି ଭିଡ଼ିଓଟି ଭଲ ଲାଗୁଛି ଆପଣ ବା କେମିତି ଲାଗୁଛି ଆପଣଙ୍କୁ ଭିଡ଼ିଓଟି ଆପଣ କମେଣ୍ଟ ବକ୍ସରେ ଲେଖନ୍ତୁ। ସାଙ୍ଗସାଥି ବନ୍ଧୁଙ୍କୁ ମଧ୍ୟ ସେୟାର କରନ୍ତୁ। ଏବଂ ଆସିବା ପାଇଁ ତ ବାଟଘାଟ ପୁରା ସୁବିଧା ଅଛି, କିଛି ଅସୁବିଧା ନାହିଁ। ଆପଣ NHରେ ଆସିବେ, ଅଳ୍ପ ବାଟ ଆସିଲା ପରେ ଏଠି ଆନନ୍ଦ ବଜାର ଅଛି। ଆମେ ବର୍ତ୍ତମାନ ଚଢ଼ୁଛେ ଇଏ ସିଡ଼ି, ପାର୍କରୁ ବାହାରି ଆସିଛେ। ଆମେ ବର୍ତ୍ତମାନ ଚଢ଼ୁଛେ, କାରଣ ଏ ଚଢ଼ିଗଲେ ସିଧା ସାମ୍ନାରେ ଯେଉଁ ମନ୍ଦିର ଦେଖାହେଉଛି ଇଏ ହେଉଛି ବଜରଙ୍ଗବାଲିଙ୍କର ମନ୍ଦିର, ପ୍ରଭୁ ଶ୍ରୀ ହନୁମାନଜୀଙ୍କର ମନ୍ଦିର। ଏବଂ ଠିକ୍ ବାଳକୁମାରୀ ପାହାଡ଼ର ତଳକୁ ଆପଣଙ୍କର ଶୋଭା ପାଉଛି ହନୁମାନଜୀଙ୍କ ମନ୍ଦିର। ତେଣୁ ଏଠି ବଜରଙ୍ଗବାଲିଙ୍କୁ ଆପଣ ଦର୍ଶନ କରିବେ।
ଏବଂ ସେଇଠୁ ଆପଣ ଠିକ୍ ଡାହାଣ ପଟକୁ ଏଇ ମନ୍ଦିର ଟିକେ ଆଗକୁ ଅତିକ୍ରମ କରି ଯିବା ପରେ ଆପଣ ଦେଖିବେ ଇଏ ହେଲା ହନୁମାନଙ୍କ ମନ୍ଦିର। ହନୁମାନଙ୍କ ମନ୍ଦିର ଟିକେ ଅତିକ୍ରମ କରିଗଲା ପରେ ଡାହାଣକୁ ଆଉ ଅଳ୍ପ ମାତ୍ର ସିଢ଼ି ଚଢ଼ିବାକୁ ପଡ଼ିବ। ଯଦିଓ ସିଢ଼ି ଚଢ଼ା ଟିକେ ଆପଣଙ୍କୁ କଷ୍ଟ ଦେଇପାରେ, କିନ୍ତୁ ଆପଣ ଯେଉଁ ଦୃଶ୍ୟାବଳୀ ପାଇବେ ସେଇ ଡେଷ୍ଟିନେସନ୍ ବା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଯେଉଁ ଆନନ୍ଦ ଲାଗିବ ତାହା ବର୍ଣ୍ଣନାତୀତ, ତାହା ଭାଷାରେ ବର୍ଣ୍ଣନା କରି ହେବ ନାହିଁ। ଏମିତି ହନୁମାନଙ୍କ ମନ୍ଦିର ପଛପଟକୁ ଯେଉଁ ରାସ୍ତା ଥିଲା ଅଳ୍ପ ବାଟ ଆସିବା ପରେ ଆମକୁ ଏମିତି ଡାହାଣକୁ ସିଢ଼ିରେ ଚଢ଼ି ଚଢ଼ି ଯିବାକୁ ପଡ଼ିବ। ଅଳ୍ପ ସିଢ଼ି ରହିଛି, ପ୍ରାୟ 50ରୁ 100 ଭିତରେ ସିଢ଼ି ହେବ। ଅଳ୍ପ ସିଢ଼ି ତାକୁ ଚଢ଼ିକିରି ଗଲା ପରେ ଆପଣ ଯେଉଁ ବାଳକୁମାରୀ ପାହାଡ଼ରୁ ଆମେ ଯେଉଁ ବିରାଟ ଶିବଲିଙ୍ଗ ଦେଖିଥିଲେ, ଯାହାକି ଏକ ବିରାଟ ପଥର ଖଣ୍ଡ ଉପରେ ତିଆରି କରାଯାଇଛି ବା ରଙ୍ଗ ଦିଆଯାଇଛି, ଏହି ଶିବଲିଙ୍ଗଟିର ପାଖରେ ଆସି ବର୍ତ୍ତମାନ ଆମେ ପହଞ୍ଚିଗଲେ। ତେଣୁ ବାଳକୁମାରୀର ସବୁଠୁ ସୁନ୍ଦର ଏବଂ ଶ୍ରେଷ୍ଠ ଦୃଶ୍ୟ ଏହି ଶିବଲିଙ୍ଗ, ଯାହାକି ଭାଇରାଲ ହେଇଛି ପ୍ରାୟ ଅନେକଙ୍କର ଭିଡ଼ିଓରେ, ଫଟୋରେ। ତେଣୁ ସେହି ଶିବଲିଙ୍ଗର ଚାରିପଟେ ବର୍ତ୍ତମାନ ଆମେ ପ୍ରଦକ୍ଷିଣ କରୁଛେ। ଯଦିଓ ଶିବଲିଙ୍ଗଟି ସମ୍ପୂର୍ଣ୍ଣ ଗୋଲାକାର ନୁହେଁ, ତା ପଛପଟେ ଏମିତି ଚେପ୍ଟା ରହିଛି। ତେଣୁ ଶିବଲିଙ୍ଗର ଚାରିପଟ ମୁଁ ଭିଡ଼ିଓ କରି ଦେଖାଇ ଦେଇଛି ଏ ଭିଡ଼ିଓରେ। ଏଇଭଳି ଭାବରେ ରହିଛି ଆମର ସେଇ ବିରାଟ ଶିବଲିଙ୍ଗଟି ଏବଂ ତାର ସାମ୍ନା ପଟକୁ ଆମେ ଏବେ ଆସିଯିବା। ସାମ୍ନା ପଟର ଦୃଶ୍ୟ ଅବର୍ଣ୍ଣନୀୟ, ତାକୁ ବର୍ଣ୍ଣନା କରି ହେବନି, ଏତେ ସୁନ୍ଦର ଲାଗୁଛି। ଯିଏ ଗଲେ ସେଠାରେ ନିଶ୍ଚିତ ଭାବରେ ଫଟୋ ଉଠାଉଛି, ଭିଡ଼ିଓ କରୁଛି। ତେଣୁ ଆପଣମାନେ ଏଥିରୁ ଜାଣିଲେ କେତେ ସୁନ୍ଦର ଜାଗା, କେତେ ଆଧ୍ୟାତ୍ମିକମୟ, ମନ କିଣିନେଲା ଭଳି ପ୍ରାକୃତିକ ସବୁଜିମା ଭରା ସ୍ଥାନ ଏବଂ କେତେ ସୁନ୍ଦର ପ୍ରୟାସ। ଏ ପ୍ରୟାସକୁ ଧନ୍ୟବାଦ। ଏବଂ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ବିନମ୍ର ଅନୁରୋଧ, କାରଣ ଏଇଭଳି ଭିଡ଼ିଓ ଏହି ଚ୍ୟାନେଲରେ ହିଁ ଆପଣଙ୍କୁ ମିଳିପାରିବ। ଯେତେକ ଭିଡ଼ିଓ ରହିଛି ତା ମଧ୍ୟରୁ ମଧ୍ୟ ଦେଖନ୍ତୁ, କେଉଁଟା ଭଲ ଲାଗିଲା ଆପଣ ଜଣାନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ଜୟ ଜଗନ୍ନାଥ।